শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত চতুর্থ স্কন্ধ চতুর্থ অধ্যায়। শিবଙ୍କୁ লঙ্ঘি সতী যাই, পিতারে অপমান পাই। রোষেতে জিলে কলেবর, চরিত চতুর্থ অধ্যায়। মৈত্রেয় উবাচ এমন্তে দেবী আগে কহি, রুদ্র রহিলে তুনি হই। মনে চিন্তন্তি বিশ্বনাথ, নপুণ হুই অনর্থ। ମୋ ପତ୍ନୀ ପିତା ଗୃହେ ଗଲେ, ଜୀବନ ନ ଧରିବ ଭଲେ। ଏହାର ମନ ସ୍ଥିର ନାହିଁ, ନ ଗଲେ ନ ଧରିବ ଦେହି। ବନ୍ଧୁ ଦର୍ଶନ ଇଚ୍ଛା ତାର, ହୋଇଛି ଅତି ବଳିଆର। ବାରେ କହୁଇ ବାହାର, ମୋ ଭୟେ ପ୍ରବେଶ ଗୃହର। ଏହାର ମନ ସ୍ଥିର ନାହିଁ, ଅବଶ୍ୟ ଯିବ ଏ ନ କହି। ଏମନ୍ତ ଚିତେ ଚିନ୍ତିହର, କେବେ ହିଁ ମନ ନୁହେଁ ସ୍ଥିର। ଏମନ୍ତେ ରୁଦ୍ର ଚିନ୍ତା କରୁ, ଦେବୀ ବାହାର ହେଲେ ଘରୁ। ନୟନୁ ବହେ ଅଶ୍ରୁ ଜଳ, ଶୁଖିଛି ବଦନ କମଳ। ଶରୀର କମ୍ପେ ରୋଷ ଚିତେ, କଦଳୀ ବନ ଯେହ୍ନେ ବାତେ। ନିଶ୍ୱାସ ବହେ ଖରତର, ଶୁଖିଲା ସୁରଙ୍ଗ ଧର। ସତୀ ଚଳନ୍ତେ ରୋଷ ଭରେ, ଅବନୀ କମ୍ପେ ପାଦ ଭରେ। ପିତା ଭୁବନେ ଦେବୀ ଯାତେ, କେହି ନାହାନ୍ତି ତାଙ୍କ ସାଥେ। ସ୍ତ୍ରୀ ସ୍ୱଭାବ ମୂଢ଼ମତି, ଦେହର ସାଧୁ ଜନପତି। ସ୍ନେହରେ ଅର୍ଦ୍ଧଙ୍ଗ ହୋଇ, ସେ ସତୀ ତାଙ୍କୁ ଲଙ୍ଘି ଯାଇ। ପିତା ଭୁବନେ ଦେବୀ ଯାତେ, ପଛେ ଚଳନ୍ତି ଗଣ ଯୁତେ। ଶତ ସହସ୍ର ରୁଦ୍ର ଗଣ, ନିକଟେ ମିଳିଲେ ତକ୍ଷଣ। ସତୀଙ୍କୁ ବୃଷଭେ ବସାଇ, ସର୍ବେ ଧାଇଁଲେ ସଜ ହୋଇ। ମୁଁ ଯିବି ଅମ୍ବିକାର ପଛେ, ମୋ କଥା ଦେଖସି ପ୍ରତ୍ୟକ୍ଷେ। ଏମନ୍ତ ରୁଦ୍ର ଆଗେ କହି, ନନ୍ଦୀ ଚଳିଲେ ଗଣ ଲଇଁ। ଅମ୍ବିକା ତୁଲେ ନାରୀ ଯୁଥେ, ମିଳିଲେ ଉପାୟ ନ ହସ୍ତେ। କନ୍ଦୁକ ଦର୍ପଣ ଅମ୍ବୁଜ, ଶ୍ଵେତାତ ପତ୍ର ଶ୍ଵେତ ଧ୍ୱଜ। ବ୍ୟଜନ ପୁଷ୍ପମାଳା ଘେନି, ସଙ୍ଗୀତ ଗୀତ ନାଦ ଧ୍ୱନି। ଦୁନ୍ଦୁଭି ଶଙ୍ଖ ବେଣୁ ନାଦେ, ସଙ୍ଗତେ ଚଳିଲେ ଆନନ୍ଦେ। ଏମନ୍ତେ ରୁଦ୍ର ଗଣେ ଯାଇ, ଯଜ୍ଞ ଦେଖିଲେ ଦୂରେ ରହି। ଧୂମ ବ୍ୟାପିଛି ଯଜ୍ଞଶାଳେ, ଅଶେଷ ଋଷି ବିପ୍ର ମେଳେ। ବିପ୍ରଙ୍କ ସଙ୍ଗେ ପ୍ରଜାପତି, ଅନଳେ କ୍ଷେପନ୍ତି ଆହୁତି। ମନ୍ତ୍ର ଆହୁତି ହୋମ ବେଳେ, ସତୀ ମିଳିଲେ ଯଜ୍ଞଶାଳେ। ସତୀ ଚାହାନ୍ତେ କୋପ ଚିତେ, ସେ ଯଜ୍ଞେ ଥିଲେ ଯେ ସମସ୍ତେ।
ସର୍ବେ ଦକ୍ଷର ଭୟ ପାଇ ଆଦର ନ କରିଲେ କେହି ଭଗିନୀ ଗଣେ ମାତା ତୁଲେ ଆଦରେ ସମୀପେ ମିଳିଲେ ପ୍ରେମାଶ୍ରୁ କଣ୍ଠେ ଭଗ୍ନିଗଣ କୋଳ କରନ୍ତି ଜଣେ ଜଣ ସୋଦରେ ସ୍ନେହେ ପ୍ରଶ୍ନ କଲେ ସର୍ବକୁଶଳ ପଚାରିଲେ ଉତ୍ତମ ପୂଜା ବିଧି ଦ୍ରବ୍ୟ ସମୀପେ ଆଣିଦେଲେ ସର୍ବ ରତ୍ନ ଆସନ ବେଗେ ଆଣି ସେ ପ୍ରଜାପତିର ଘରଣୀ ସତୀ ସମୀପେ ଆଣିଦେଲେ ତା ଦେଖି ସତୀ କୋପ କଲେ ପିତାର ଅନାଦର ଦେଖି କୂପେ କମ୍ପଇ ଅଶ୍ରୁମୁଖୀ ଯଜ୍ଞେ ନ ଦେଖି ସ୍ୱାମୀ ଭାଗ ମନେ ବସିଲା ମହାରାଗ ମୋର ଈଶ୍ୱରେ ନ ଗଣିଲା ଅବହେଳନ କର୍ମ କଲା ସଭାରେ ଯେତେ ଲୋକ ଥିଲେ ସତୀଙ୍କି ଦେଖି ନ ଉଠିଲେ ପିତା ଅବଜ୍ଞା କର୍ମ ଦେଖି କୋପେ କମ୍ପଇ ଅଶ୍ରୁମୁଖୀ ନିଜ ଶରୀର ମହାତେଜେ ନିବାରି ଭୂତ ଗଣ ମାଝେ କୋପେ ବୋଲଇ ଉଚ୍ଚ ବାଣୀ ଯେମନ୍ତେ ସଭା ଲୋକେ ଶୁଣି କୋପେ କମ୍ପଇ ତାର ଦେହି କହଇ ପିତା ମୁଖ ଚାହିଁ ଦେବୀ ଉବାଚ ପ୍ରିୟ ପ୍ରିୟ ତିରେକେ ନ ଦେଖି ଯାର ଇହଲୋକେ ଜଗତ ମଧ୍ୟରେ ଯେତେ ଦେହି ତାଙ୍କ ପ୍ରିୟ ଆତ୍ମା ଯେହି ଯେ ରୁଦ୍ର ସର୍ବ ଆତ୍ମା ହୋଇ ମିତ୍ର ମିତ୍ର ଯାର ନାହିଁ ସେ ଯେ ଅଶେଷ ଜନ ଗୁରୁ ତୋ ବିନା କେହୁ ନିନ୍ଦା କରୁ ଦେଖ ଏ ସଂସାର ବ୍ୟବହାରେ ଯେ ସାଧୁ ଜନେ ନିନ୍ଦା କରେ ଅନେକ ଦୋଷ କରିଥିଲେ ସାଧବେ ନ ଧରନ୍ତି ଭଲେ সকল দোষ করে ক্ষমা সেজন সাধু মহাত্মা এ রূপে যেতেক পণ্ডিত তাহাଙ୍କୁ ବୋଲନ୍ତି ମହତ ଯେ ଗୁଣ ମାତ୍ରକୁ ଧରନ୍ତି ଦୋଷ ଗ୍ରହଣ ନ କରନ୍ତି ତାହାଙ୍କୁ ବୋଲି ମହତର କେ ଅବା ଅଛନ୍ତି ଅପର ଏମନ୍ତ ସାଧୁ ପ୍ରତିତାତ ତୁ ପାପ କଳ୍ପିଲୁ ନିଶ୍ଚିତ ଅସାଧୁ ଜନ ପ୍ରାୟ ତୁହି ରୁଦ୍ର ବିଷୟେ କୋପ ବହି ଯେଣୁ ବୋଲାଉ ପ୍ରଜାପତି ସେ ଗର୍ବେ ନିନ୍ଦୁ ମୋର ପତି ଏ ନୁହେଁ ମହତଙ୍କ କର୍ମ ଗର୍ବେ ହୋଇଲୁ ମତି ଭ୍ରମ ଯେବେନି ଅକ୍ଷର ମୁଖରେ ପ୍ରସଙ୍ଗେ ଶିବ ନାମ ଧରେ ଅଥବା ପଶେ ଶ୍ରୁତି ପଥେ ପାପ ନାଶ କ୍ଷଣ ମାତ୍ରେ ଯାହାର ନାମ ଏ ଜଗତେ ସର୍ବମଙ୍ଗଳ ବହୁମତେ ତୋର ଜୀବନ ପାପ ସିନ୍ଧୁ ଅଶିବ ହୋଇ ଶିବ ନିନ୍ଦୁ ଯାପାଦ ପଦ୍ମ ମଧୁ ଲୋଭେ ମହାନ୍ତ ଜନ ନିତ୍ୟ ସେବେ କାମି କାମନା ଶ୍ରବେ ଯହୁଁ ବିଶ୍ୱବାନ୍ଧବ ଅଟେ ଯେହୁ ସାଧୁ ମାନସଳି ବୃନ୍ଦ ବ୍ରହ୍ମ ଆନନ୍ଦ ମକରନ୍ଦ ପାନାର୍ଥୀ ହୋଇ ସେବା କରେ ଯାହାର ଶ୍ରୀପାଦ ପଦ୍ମରେ ତାହାରେ ଦ୍ରୋହ ଚିନ୍ତୁପିତ একথা বড় আচম্বিত যে সদা শিব বিশ্ববন্ধু তু তারে দ্রোহ করি নিন্দু
ଜଟା ବିସ୍ତାରି ଶ୍ମଶାନରେ ବୁଲଇ ଶିବ ନିର୍ବିକାରେ ଶ୍ମଶାନ ଭସ୍ମ ମାଲ୍ୟ ତାର ନରକ ପାଳ ଅଳଙ୍କାର ହେଳେ ହେଁ ଶିବଙ୍କୁ ଅଶିବ ତୋ ବିନା କେ ଅବା ବୋଲିବ ବ୍ରହ୍ମାଦି ଦେବଗଣ ମାନେ କେ ଶିବ ମହିମା ନ ଜାଣେ ତୁ କି ଜାଣିବୁ ସେ ମହିମା ଅଶେଷ ମଙ୍ଗଳର ସୀମା ଶିବ ନିର୍ମାଲ ମଥାପତି ତଥାପି କେମନ୍ତେ ଘେନନ୍ତି ଏହିଟି ପତିବ୍ରତା ଧର୍ମ ପାଷଣ୍ଡେ ସ୍ୱାମୀର ନିନ୍ଦନ ଶୁଣିଲେ କାନେ ହାତ ଦେବ ତକ୍ଷଣେ ତହୁଁ ପଳାଇବ ପାରିଲେ ତା ଜିହ୍ୱା ଛେଦିବ ଆପଣା ଜୀବନ ତେଜିବ ତୋ ବୀର୍ଯ୍ୟେ ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି ସ୍ୱାମୀ ନିନ୍ଦନ ବାକ୍ୟ ସହି ଏ ଦେହ ନ ଧରିବି ମୁହିଁ ଯେ ନାରୀ ସ୍ୱାମୀର ନିନ୍ଦନ ଶୁଣି ଧରେ ନିଜ ଜୀବନ ପୂର୍ବର ପାପ ଯେ ନ ସ୍ମରେ ତା ପ୍ରତିକାର ଯେ ନ କରେ ଦିନ ବଞ୍ଚଇ ଦୁଃଖ ଶୋକେ ଅନ୍ତେ ସେ ପଡ଼ଇ ନରକେ ଯେ ଆତ୍ମାରାମ ବୈରାଗୀ ବିଧି ନିଷେଧ ପାରେ ଲଙ୍ଘି ସୁଧର୍ମେ ନିଷ୍ଠା ଯାର ଥିବ ସେ ପର ନିନ୍ଦା ନ କରିବ ଯେ ଅବାଧ ବେଦ ବିଧି ଧର୍ମ ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ଶିବେ ତା ନ ସମ୍ଭବ ଦୁଇ ଯେଣୁଟି ଆତ୍ମାରାମ ସେହି ଦରିଦ୍ର ବୋଲି ଶିବେ ତୁହି ନିନ୍ଦା ନ ବହ ଗର୍ବ ବହି ମଣିମା ଆଦି ଅଷ୍ଟ ସିଦ୍ଧି ଜାତହୁଁ ଲୋଭେ ଯୋଗୀ ସାଧି ତୁ ପରି ଯଜ୍ଞ ସେ ଭ୍ରମନ୍ତି କାହୁଁ ଲଭିବେ ସେ ସମ୍ପତ୍ତି ତୁ ପାପୀ ଯେଣୁ ଶିବ ଦ୍ରୋହୀ ତୋଠାରୁ ଜାତ ମୋର ଦେହି ଧିକ ଏ ଦେହ ନ ରଖିବି ଆଉ ଏ ଲଜ୍ଜା ନ ସହିବି ତୋହର ସଙ୍ଗତେ ବଚନ ଅଧିକେ ନାହିଁ ପ୍ରୟୋଜନ କେହି ନ ବୋଲୁ ଦାକ୍ଷାୟଣୀ ଅଟଇ ଶିବର ଘରଣୀ ମୈତ୍ରେୟ ଉବାଚ ଏମନ୍ତ ଦକ୍ଷେ ଦେବୀ କହି କୁଣ୍ଡ ଉତ୍ତର ଦିଗେ ଯାଇ ଯୋଗ ଧାରଣ ଆଗମନେ ନିଶ୍ଚଳେ ବସିଲେ ଆସନେ ସ୍ୱାମୀର ଅପମାନ ଅର୍ଥେ ପିତାର ଅନାଦର ଚିତେ ପିତବସନ ପରିଧାନ ପବିତ୍ର ଜଳେ ଆଚମନ ହୃଦରେ କଳ୍ପି ମହାମନ୍ୟୁ ପବନ ଅଧ ଊର୍ଦ୍ଧ୍ୱ ସ୍ଥାନ ନାଭି କମଳେ ସୁନିଶ୍ଚଳେ ପ୍ରାଣ ଧାରଣ ଯୋଗ ବଳେ ଏତିନି ପ୍ରାଣ ଊର୍ଦ୍ଧ୍ୱେ ନେଇ ଉଦାନ ସଙ୍ଗେ ହୃଦେ ଥୋଇ ହୃଦୟ ପ୍ରାଣ ସଙ୍ଗେ ବ୍ୟାପୀ କଣ୍ଠେ ଲଲାଟ ଚକ୍ରେ ଖେପି ଭୂମଧ୍ୟେ ଥାପି ଅନୁମାନେ ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ସ୍ୱାମୀ ଚରଣ ଧ୍ୟାନ କରି ଯୋଗ ନଳେ ବାୟୁ ଧରି ମୂର୍ଧନି ଭେଦି ତତ୍କ୍ଷଣ ଶୂନ୍ୟେ ମିଳିଲା ଦଶ ପ୍ରାଣ ସମାଧି ସମ୍ଭୂତ ନେଳେ ସତୀ ଶରୀର ବେଗେ ଜଳେ ସତୀ ମରଣ କର୍ମ ଚାହିଁ ଯେତେକ ଯଜ୍ଞଶାଳେ ଥାଇ ଭୂମି ଗଗନେ ଦେବା ଥିଲେ ହାହା ଶବଦ ଉଚ୍ଚେ କଲେ ଦେଖ ଏ ଦେବ ଦେବ ନାରୀ କି ଅପମାନ କୋପ କରି ପ୍ରାଣ ଛାଡ଼ିଲେ ଯଜ୍ଞଶାଳେ ପିତା ଅମାନ୍ୟ କୋପ ଭରେ ଦେଖ ଏ ଦକ୍ଷ ପ୍ରଜାପତି ଗର୍ବେ ଆଚରିଲା ଅନୀତି ପ୍ରଜାଙ୍କ ପତି ଏ ବୋଲାଇ ଅନୀତି କଲା ଗର୍ବ ବହି ନିଜ ଦୁହିତାର ନିଧନେ ଯତ୍ନ କଲା ଏ କ୍ରୋଧ ମନେ
ଏ ନୁହେଁ ସାଧୁଙ୍କ ବ୍ୟବହାର ଧର୍ମ କଲା ଗୁରୁତର ଏ ମନ୍ତ ବାକ୍ୟ କହୁ ଜନେ ସତୀର ପ୍ରାଣ ଅବସାନେ ସତୀ ମରଣ କଥା ଶୁଣି ନନ୍ଦିକେଶ୍ୱର ବୀରମଣି ରୁଦ୍ରଗଣଙ୍କୁ ସଗେଲଇ ବେଗେ ଧାଇଲା ରୋଷ ବହି ବିବିଧ ଶସ୍ତ୍ର ଧରି କରେ ମିଳିଲା ଦକ୍ଷ ଯଜ୍ଞ ଘରେ ତାହାକୁ ଦେଖି ଭୃଗୁ ମୁନି ଘୃତ ଆହୁତି କରେ ଘେନି ଯଜ୍ଞ ନାଶ ଯଦୁ ମନ୍ତ୍ରେ କଳ୍ପିଲା ଅଭିଚାର ତନ୍ତ୍ରେ ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ଡେ ନିର୍ଧୂମ ସ୍ୱର୍ଣ୍ଣ ବର୍ଣ୍ଣ ପିଣ୍ଡେ ମନ୍ତ୍ରେ ମନ୍ତ୍ରିତ ସୋମ ପାଇ ପ୍ରଚଣ୍ଡ ବ୍ରହ୍ମ ତେଜ ବହି ରୁଭୁ ନାମରେ ଦେବଗଣେ ଅନଳୁ ଉଠିଲେ ତକ୍ଷଣେ ଜଳନ୍ତା କାଷ୍ଠ ଘେନି କରେ ଶତ ସହସ୍ର କୋପ ଭରେ ସବଦେ ଦଶ ଦିଗ ପୁରୀ ଧାଇଲେ ଘୋର ନାଦ କରି ତେଣେ ଭାଜିଲେ ରୁଦ୍ରସେନୀ ତା ଦେଖି ବେଗେ ଦେବ ମୁନି ଧାଇଲେ ଶିବପୁର ମାର୍ଗେ କହିଲେ ସଦା ଶିବ ଆଗେ ସତୀ ମରଣ କଥା ଦି କହିଲେ ସକଳ ସମ୍ପାଦି